ଏହି ପାଞ୍ଚଟି ରାଶିର ପୁଅମାନେ ବାହାଘର ପରେ ନିଜ ସ୍ତ୍ରୀକୁ ରାଣୀ କରି ରଖିଥାନ୍ତି। ଏହି ଦୁନିଆରେ ପ୍ରତ୍ୟେକଟି ସମ୍ପର୍କରେ ଏକ ଖାସ୍ ମହତ୍ତ୍ୱ ରହିଥାଏ। ଏଥିମଧ୍ୟରୁ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଥିବା ସମ୍ପର୍କ ସବୁଠାରୁ ନିଆରା ସମ୍ପର୍କ ହୋଇଥାଏ। ଏହି ସମ୍ପର୍କଟି ବିଶ୍ୱାସ ଓ ଭଲ ପାଇବାର ଡୋରରେ ବନ୍ଧା ହୋଇ ରହିଥାଏ। ପ୍ରତ୍ୟେକଟି ଝିଅର ଇଚ୍ଛା ରହିଥାଏ ସେ ଯେଉଁ ପୁଅକୁ ବାହା ହେବ ତାର ସ୍ୱାମୀ ତାକୁ ବହୁତ ଭଲ ଯେପରି ପାଇବ। ଏଥିସହ ସବୁ ସୁଖ ଓ ଦୁଃଖରେ ସ୍ତ୍ରୀର ସାଥ ଦେଉଥିବ। ତେବେ ଏହି ପାଞ୍ଚଟି ରାଶିର ପୁଅମାନେ ବହୁତ ରୋମାଣ୍ଟିକ୍ ହୋଇଥାନ୍ତି। ଏହି ପୁଅମାନେ ବିବାହ ପରେ ନିଜ ସ୍ତ୍ରୀକୁ ରାଣୀ କରି ରଖିଥାନ୍ତି। କୁମ୍ଭ ରାଶି। ଏହି ରାଶିର ପୁଅମାନେ ରୋମାଣ୍ଟିକ୍ରେ ଟିକେ କମ୍ ହୋଇଥାନ୍ତି, ହେଲେ ଏମାନେ ତାଙ୍କ ସ୍ତ୍ରୀକୁ ହୃଦୟରୁ ବହୁତ ଅଧିକ ଭଲ ପାଇଥାନ୍ତି। ତାଙ୍କର ପ୍ରତ୍ୟେକଟି କ୍ଷେତ୍ରରେ ସେମାନଙ୍କର ସାଥ ଦେଇଥାନ୍ତି। ବୃଷ ରାଶି। ଏହି ରାଶିର ପୁଅମାନେ ନିଜ ସ୍ତ୍ରୀର ବହୁତ ଅଧିକ କେୟାର କରିଥାନ୍ତି। ଏହି ପୁରୁଷମାନେ ରାଗ ସମୟରେ ଟିକେ ବହୁତ ରାଗି ଯାଇଥାନ୍ତି ସତ, ହେଲେ ନିଜ ଛାତିର ସାଥ କେବେ ଛାଡ଼ନ୍ତି ନାହିଁ। କର୍କଟ ରାଶି। ଏହି ରାଶିର ପୁଅମାନେ ନିଜ ସ୍ତ୍ରୀକୁ ଅନେକ ସମୟ ନୂଆ ନୂଆ ଗିଫ୍ଟ କି ବିଭିନ୍ନ ପ୍ରକାରର ସରପ୍ରାଇଜ୍ ଦେବାକୁ ବହୁତ ଅଧିକ ପସନ୍ଦ କରିଥାନ୍ତି। ଏମାନେ ନିଜ ସ୍ତ୍ରୀକୁ ନିଜଠାରୁ ଅଧିକ ଭଲ ପାଇଥାନ୍ତି। ସିଂହ ରାଶି। ଏହି ରାଶିର ପୁଅମାନଙ୍କ ପର୍ସନାଲିଟି ବହୁତ ଶୀଘ୍ର ଝିଅଙ୍କୁ ନିଜ ପ୍ରତି ଆକର୍ଷିତ କରିଦେଇଥାନ୍ତି। ଏହି ପୁଅମାନେ ଯାହାକୁ ବି ନିଜର ଜୀବନସାଥୀ ରୂପେ ବାଛିଥାନ୍ତି ସେମାନଙ୍କୁ ଜୀବନରେ ସବୁ ପ୍ରକାର ଖୁସି ଦେବା ପାଇଁ ଚେଷ୍ଟା କରିଥାନ୍ତି, ଯାହାକି ଏହି ପୁଅମାନଙ୍କର ଏକ ବହୁତ ଭଲ ଗୁଣ ହୋଇଥାଏ। ତୁଳା ରାଶି। ଏହି ତୁଳା ରାଶିର ପୁଅମାନେ ନିଜ ୱାଇଫ୍ ପ୍ରତି ସବୁବେଳେ ଲୟାଲ ରହିଥାନ୍ତି। ଏମାନେ ସ୍ୱପ୍ନରେ ବି ଅନ୍ୟ କୌଣସି ମହିଳାର ଚେହେରା ନିଜ ମନକୁ ଆଣନ୍ତି ନାହିଁ। ତେଣୁ ଏହି ରାଶିର ପୁଅଙ୍କୁ ଯେଉଁ ଝିଅମାନେ ମ୍ୟାରେଜ୍ କରିଥାନ୍ତି ସେମାନେ ସବୁବେଳେ ଖୁସିରେ ରହିଥାନ୍ତି। ତେଣୁ ଏହି ରାଶିର ପୁଅଙ୍କୁ ବିବାହ କରିବା ପାଇଁ ପ୍ରତ୍ୟେକଟି ଝିଅଙ୍କର ଏକ ସ୍ୱପ୍ନ ରହିଥାଏ। ଫ୍ରେଣ୍ଡସ୍, ଆପଣମାନଙ୍କୁ ଯଦି ଏହି ଭିଡ଼ିଓଟି ଭଲ ଲାଗିଥାଏ ପ୍ଲିଜ୍ ଲାଇକ୍ ଆଣ୍ଡ ସେୟାର କରିବେ ଏବଂ ଆପଣଙ୍କର ମତାମତ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଅନୁରୋଧ ରହୁଛି। ଜୟ ଜଗନ୍ନାଥ।